ସମସ୍ତଙ୍କର ଏକ୍ଜାମ୍ କେମିତି ହେଇଛି କମେଣ୍ଟ ଟିକେ ଜଣାଇବ। ବହୁତ ଭଲ ହୋଇଥିବ ଭାବୁଛି। ବହୁତ ଇଜି ଇଜି କ୍ୱେଶ୍ଚିନ୍ ଯାକ ଆସିଥିଲା, ବେଶୀ ହାର୍ଡ଼ କ୍ୱେଶ୍ଚିନ୍ ବି ଆସିନଥିଲା। ତ ଚାଲ ଆନ୍ସର୍ ଯାକ ଫାଷ୍ଟ ଡିସ୍କସନ୍ କରିବା, ଚେକ୍ କରିବ କାହାର କେଉଁଟା ଆନ୍ସର୍ ହେବ ହେଲା। କିଏ କେତେ ମାର୍କ ଆଣିଲ କମେଣ୍ଟରେ ଜଣାଇବ ଟିକେ। ଖାଲି MCQ ଯାକ କରିଦେବି, ବାକି ଯେଉଁ 1 ମାର୍କ କ୍ୱେଶ୍ଚିନ୍ ଯାକ ସେଟା ଯେ ତୁମେ ଯଦି କହିବ କହିଲେ ସେଟା ମୁଁ ଡିସ୍କସନ୍ କରିଦେବି ହେଲା। ତ ଦେଖିଦିଅ ଚାଲ ଟିକେ କ'ଣ କ'ଣ ଆସିଛି କ୍ୱେଶ୍ଚିନ୍ ଯାକ ଦେଖିବା। ଦେଖିଦିଅ ତୁମର ଗୋଟେ କ୍ୱେଶ୍ଚିନ୍ ଅଛି। ଫାଷ୍ଟ ଦେଖିଦିଅ ସେ କହିଲା କାହାଠାରେ ବଦାନ୍ୟତା ଗଢ଼ି ଉଠେ। ଏଇଟା ମୁଁ ମାରି ଦେଇଛି, ଜାଣିଛୁ ସମସ୍ତେ, ଏଇଟା କରିଥିଲି ମୁଁ ଦରିଦ୍ରତା ଠାରେ ହେଲା। ତାପରେ ସୂକ୍ଷ୍ମ ଶାଳୀର ଗ୍ରନ୍ଥାଗାର କାହାକୁ କୁହାଯାଏ? ସମ୍ବଲପୁର କୁହାଯାଏ। ତାପରେ ଗଣତନ୍ତ୍ର ଶାସନରେ ଲୋକେ କାହାକୁ ଶାସନ କରନ୍ତି? ଏଇଟା ସମସ୍ତେ ଜାଣିଛ, ନିଜେ ନିଜକୁ ଶାସନ କରନ୍ତି। ତାପରେ ବର୍ତ୍ତମାନ ଦେଖିଦିଅ ହିନ୍ଦୀ ମୈଥିଳି ଏଇଟା ବେଟା କିଏ ମାଝୀ ହେବ କରେକ୍ଟ ଆନ୍ସର୍। ତାପରେ ସେ କ'ଣ କଲା ଦେଖ, ସଙ୍କଟ ବିକଟ ହଂସଦୟ କମ୍ବୁଗ୍ରୀବକୁ ସ୍ଥାନାନ୍ତର କରିବାରେ କାହାର ସହାୟକ ନେଇଥିଲେ? ଜାଣିଛ ଏଇଟା ଖଣ୍ଡିଏ ଖାଟି ମାନେ ଖଣ୍ଡିଏ କାଠିର ସେମାନେ ସହାୟ ନେଇଥିଲେ ହେଲା, ସମସ୍ତେ ଜାଣିଛ। ତାପରେ ଦେଖିଦିଅ ଏଇଟା ସବୁଯାକ ଆନ୍ସର୍ ମୁଁ ମାରି ଦେଇଛି। ଉତ୍କଳର କଲିକତି ଧୂଆଁପତ୍ର ବାଲେଶ୍ୱରୀ ହୁଏ, ଏଇଟା ହେବ। ବେପାର ଲାଭ କେଉଁ ଜାଗାରେ ହୁଏ? କିଣା ଜାଗାରେ। ଏଇଟା ହେଲା 1923 ସାଲରେ ହେବ, ଜାଣିଛ ସମସ୍ତେ ହେଲା, 1923 ସାଲରେ ହେବ। ବାକି 1 ମାର୍କ କ୍ୱେଶ୍ଚିନ୍ ଯାକ ତୁମମାନେ କହିଲେ ହେବ ଆଉ। ତାପରେ ଉପାଧାନ ହେଲା ବେଟା ତକିଆ, ଜାଣିଥାଅ। ତାପରେ ସେମିତି କେଉଁଟି ଶୁଦ୍ଧ? ଏଇଟା ସମ୍ବାଧବ ହେବ, ସବାନ୍ଧବ ହେବ ହେଲା। ତାପରେ ଦେଖିଦେବ ଏଇଟା ହେବ ନିର୍ଦ୍ଦୋଷ ହେବ, ନିର୍ଦ୍ଦୋଷ ବିଟ୍ ନମ୍ବର 3 ହେବ। ବାକି ତୁମମାନେ ଦେଖିଦିଅ ଏଇଠି କ'ଣ ରହିଲା କି ଆନ୍ସର୍ଟା। ଆରେ ଭାଇ ବହୁତ ଇଜି ଇଜି କ୍ୱେଶ୍ଚିନ୍ ଯାକ ଆସିଥିଲା ହେଲା, ମୁଁ ଭାବୁଛି ସମସ୍ତେ ଠିକ୍ କରିଦେବ। ମାନେ ବହୁତ ସୁନ୍ଦର ସୁନ୍ଦର କ୍ୱେଶ୍ଚିନ୍ ଯାକ ଆସିଥିଲା, ଇଜି ଇଜି କ୍ୱେଶ୍ଚିନ୍ ଯାକ ଆସିଥିଲା। ତାପରେ ଦେଖିଦିଅ ଏଠି ହେଲା, ଅଚିରେ ଫେରିବି ଧନୀ ନୁହେଁ କାତର, ଏଇଟା କିଏ କହିଛନ୍ତି? ଏଇଟା ବେଟା ରବି ହେଇଯିବ ହେଲା। ତାପରେ ଶତାବ୍ଦୀର ସିଂହଦ୍ୱାର ଆସିଥିବା ବାର୍ତ୍ତା କିଏ ଆଣିଛନ୍ତି? ଭବିଷ୍ୟତ ବାର୍ତ୍ତା, ଏଇଟା ଭବିଷ୍ୟତରେ ହେଇଯିବ ହେଲା। ମୁଁ ଟିକେ ସ୍ପିଡ଼ କରିଦେଉଛି ନା। ଶତାବ୍ଦୀର ସିଂହଦ୍ୱାର ଆସିଥିବା ଦୂତ କାହାର ବାର୍ତ୍ତା ଆଣିଛନ୍ତି? ଦେବତାର ହେଲା, ମନେ ରଖିବ। ମନେ ରଖିବ କ'ଣ ଠିକ୍ ଦେଖିବ କରେକ୍ଟ କରିବ। ତାପରେ ସେ କ'ଣ କହିଲା? ଉପକାର ସ୍ୱୀକାର କରେ ଯେ ତାକୁ କ'ଣ ବୋଲେ? କୃତଜ୍ଞ ବୋଲି କୁହାଯାଏ ହେଲା, ମନେ ରଖିବ। ତାପରେ ନାହିଁ ଅନ୍ୟ ଉପାୟ ଯାହାର ତାକୁ ନିରୁପାୟ ବୋଲି କୁହାଯିବ। ଉପାଦାନର ଅର୍ଥ ହେଲା ଉପକରଣ। ତାପରେ ଦେଖିଦେବ ଏଇଠି ସେ କହିଲା ଅଳିଆରୁ ଗଜା ଅର୍ଥର ବେଟା ଏଇଟା ଜନ୍ମରୁ ଚତୁର, ଏକତ୍ର ମାନେ ହେଲା ଅନେକତ୍ର ହେବ ତାର ବିପରୀତ ଶବ୍ଦ। ତାପରେ କୁପଣର ବେଟା ବଦାନ୍ୟ ହେଇଯିବ ହେଲା। ତାର ବାକି ଯାକ ଦେଖିଦିଅ ସେ କ'ଣ କହିଲା? ଲୋଭ ମଦ ତେଜି କ'ଣ? ସଦ୍ଗୁଣ ଭଜିବା ପାଇଁ କୁହାଯାଇଛି, ସମସ୍ତେ ମନେ ରଖିବେ ଏଟା। ତାପରେ ଏଠି କ'ଣ କହିଛି? ରାଜଭୋଗ ଅଭିଳାଷ ପ୍ରମୁଖରେ କ'ଣ କାଢ଼ି ନେଲା? ଏଇଟା ସମାର୍ଜିତ ଗ୍ରାସ ହିଁ କାଢ଼ିଦେଲା, ସମସ୍ତେ ଜାଣିଥାଅ। ଯଦି କେଉଁଟା ମୁଁ ମିଷ୍ଟେକ୍ କରିଥିବି କହିବ, ମୁଁ ପିନ୍ କରିଦେବି ହେଲା। ତାପସନ୍ତ ଅସାନାସ ବୋଲେ ଏଇଟା ରାମଚନ୍ଦ୍ରଙ୍କୁ କୁହାଯାଇଛି। ଏଇଟା ତ ଇଜି କ୍ୱେଶ୍ଚିନ୍ଟା, ସମସ୍ତେ ଜାଣିଛ। ସ୍ମୃତିର ଶ୍ମଶାନରେ ଅଟକି ଗଲେ ଘନର କେଉଁ କାର୍ଯ୍ୟରେ ବିଳମ୍ବ ଘଟିବ? ଏଇଟା କାର୍ଯ୍ୟ ସାଧନରେ ବେଟା, ମୁଁ ଏଇଟା ମାରିଛି। ଦେଖିବ ଯଦି କ'ଣ ଯଦି ହେବ କହିଲେ ମୋତେ କମେଣ୍ଟରେ ଜଣାଇବ। ଶିକ୍ଷାର ଅଧଗତି ନ ରଖିଲେ ଆମର ଶୋଚନୀୟ ହେଇଯିବ, ଆମେ ଜାଣିଛୁ ଏଇଟା ସବୁ ହେଲା। ଇଜି କ୍ୱେଶ୍ଚିନ୍ ଥିଲା ରେ। ତାପରେ ଦେଖିଦିଅ ବାକି ଏଠି ତ କିଛି ନାହିଁ ଏକା। ହଁ ଏଇଟା ଟିକେ ଅଛି, ଏଠି ଟିକେ ଅଛି, ଟିକେ ଦେଖିଦିଅ ଏଠି ସେ କ'ଣ କହିଲା? ଅନ୍ଧର ଲଉଡ଼ି ମାନେ ଅସହାୟର ସହାୟ, ଅଗ୍ନିଶର୍ମା ହେବା ମାନେ କ'ଣ? ଖୁବ୍ ରାଗିଯିବ ହେଲା। ତ ଇଏ ଥିଲେ ତୁମର ଆନ୍ସର୍ ଯାକ ବେଟା। ମୁଁ ଭାବୁଛି ସମସ୍ତେ ଭଲ କରିଥିବ, ବୁଝିଲା, ଭଲ କରିଥିବ। ମୋତେ କମେଣ୍ଟରେ ଟିକେ ଜଣାଇଦେବ କିଏ କେମିତି ମାର୍କ ଆଣିଲ, ଏଣ୍ଡ କେତେ ଭଲ କରିଛ, କେମିତି ପେପର୍ ଗଲା ମୋତେ ସମସ୍ତେ କମେଣ୍ଟରେ ଜଣାଇଦେବ ହେଲା। ବହୁତ ଖୁସି ଲାଗୁଛି ଏତେ ସରଳ ସରଳ କ୍ୱେଶ୍ଚିନ୍ ଆସିଥିଲା। ଅଲ୍ ଦ ବେଷ୍ଟ। ପୁଣି ଆମେ ଭେଟ ହେବା ସନ୍ଧ୍ୟାରେ ଲାଇଭ୍ କ୍ଲାସ୍ରେ। ଆମେ କ'ଣ କରିବା? ତୁମର ଯେଉଁ ଇଂଲିଶ ଅଛି, ଯେତିକି ତୁମର ଗଦ୍ୟ ସେକ୍ସନ୍ ରହିଲା, ତାର ସେକ୍ସନ୍, ଷ୍ଟୋରି ସେକ୍ସନ୍ ସବୁ ଯାକ ଆମେ ଜିଙ୍ଗାଲାଲା କରିବା। ଓକେ, ତ ସମସ୍ତେ ଭଲରେ ରହିବ, ଏଣ୍ଡ ଭଲରେ ପ୍ରିପାରେସନ୍ କରିବ। କିପ୍ ଲର୍ଣ୍ଣିଂ ଆଣ୍ଡ କିପ୍ ଗ୍ରୋଇଂ। ଥ୍ୟାଙ୍କ ୟୁ ସୋ ମଚ୍।